କଥା ହେବା ଆଜିର ଭିଡ଼ିଓରେ ଲାଷ୍ଟ ଭିଡ଼ିଓରେ ଏମିତି କଥା ହେଇଥିଲେ 1 ଇୟର କ୍ୟାଲିପର ବିଷୟରେ ଆଉ ମାଇକ୍ରୋମିଟର ବିଷୟରେ କଥା ହେଇଥିଲା ତ ସେମାନେ ଦୁଇ ଜଣଙ୍କ ଭିତରେ ଡିଫରେନ୍ସ କ'ଣ ଆଜିର ଭିଡ଼ିଓରେ ଡିସ୍କସ୍ କରିବା। ତ ଫାଷ୍ଟ ଯୋଉଟା ହେଲା ତାଙ୍କ ଉଦ୍ଦେଶ୍ୟ କ'ଣ, ତ ଉଦ୍ଦେଶ୍ୟରେ 1 ଇୟର କ୍ୟାଲିପର ବିଭିନ୍ନ ପ୍ରକାର ମାପ ଯୋଉଟାକି ବାହ୍ୟ ଅଭ୍ୟନ୍ତରୀଣ ଓ ଗଭୀରତାକୁ ମାପେ, କିନ୍ତୁ ମାଇକ୍ରୋମିଟର ଅତି ସୂକ୍ଷ୍ମ ମୋଟେଇ କିମ୍ବା ବାହ୍ୟ ମାପ ମାପେ। ତା ସହିତ ଆମେ ଲିଷ୍ଟ କାଉଣ୍ଟ ଦେଖିବା ଯୋଉଟାକୁ ସୂକ୍ଷ୍ମତା କୁହାଯାଏ। 1 ଇୟର କ୍ୟାଲିପର ସାଧାରଣତଃ 0.02 mm କିମ୍ବା 0.05 mm ବା 0.001 ଇଞ୍ଚ ର ହେଉଛି ତା ସୂକ୍ଷ୍ମତା। ମାଇକ୍ରୋମିଟର ଯୋଉଟା ସେଟା ଅଧିକ ସୂକ୍ଷ୍ମ, ସାଧାରଣତଃ 0.01 mm କିମ୍ବା 0.001 mm ସ୍ଲାସ୍ 0.001 ଇଞ୍ଚ ମାପ ବି ହେଇପାରେ। ମାପିବାର ସୀମା ଯୋଉଟା ମେଜରିଂ ରେଞ୍ଜ ଯୋଉଟା ଅଛି 1 ଇୟର କ୍ୟାଲିପରରେ ଅଧିକ ପରିସର ଯେପରିକି 0 to 150 mm ବା 0 to 300 mm, କିନ୍ତୁ ମାଇକ୍ରୋମିଟରରେ ସେଇଟା ହେଉଛି ତା ପରିସରଟା ହେଉଛି କମ୍ ଯେପରିକି 0 to 25 mm ବା 25 to 50 mm। ଅପରେଟିଂ ମେକାନିଜିମ୍ ଯୋଉଟା କାର୍ଯ୍ୟପ୍ରଣାଳୀ କୁହନ୍ତି, ସେଠାରେ ମୁଖ୍ୟ ସ୍କେଲ ଉପରେ ସ୍ଲାଇଡିଂ ସ୍କେଲ ଥାଏ କୋଉଠି ନା 1 ଇୟର କ୍ୟାଲିପରରେ, କିନ୍ତୁ ମାଇକ୍ରୋମିଟରରେ ସେଇଟା ସ୍କ୍ରୁ ଥ୍ରେଡ୍ ଥାଏ ଯୋଉଟାକି ରାଚେଡ୍ ଏବଂ ଥିମ୍ବଲ ପ୍ରଣାଳୀ କୁହାଯାଏ। ତା ସହିତ ଭର୍ସାଟିଲିଟି ବହୁମୁଖୀ ବ୍ୟବହାର କ'ଣ? 1 ଇୟର କ୍ୟାଲିପର ବାହ୍ୟ ବ୍ୟାସ, ଭିତର ବ୍ୟାସ ଏବଂ ଗଭୀରତା ମାପିପାରେ, ତେଣୁ ସେଟା ଅଧିକ ବ୍ୟବହାର ହୁଏ, କିନ୍ତୁ ମାଇକ୍ରୋମିଟର ମୁଖ୍ୟତଃ ବାହ୍ୟ ମାପ ପାଇଁ ବ୍ୟବହୃତ ହୁଏ, ଗଭୀରତା କିମ୍ବା ଭିତର ମାପ ପାଇଁ ସ୍ୱତନ୍ତ୍ର ଯନ୍ତ୍ର ଦରକାର ପଡ଼େ। ମାପ ପଢ଼ିବାରେ ସହଜ କୋଉଠି ହୁଏ? ଅଭ୍ୟାସ ନଥିଲେ ସ୍କେଲ ଚିହ୍ନ ଗୁଡ଼ିକୁ ମିଶାଇ ପଢ଼ିବା ଟିକେ କଷ୍ଟକର ହୁଏ କୋଉଠି ନା 1 ଇୟର କ୍ୟାଲିପରରେ। ଥିମ୍ବଲ ସ୍କେଲ ପଢ଼ିବା ସହଜ ଏବଂ ସମାନ ବଳ ପ୍ରୟୋଗ ପାଇଁ ରାଚେଟ୍ ଥାଏ। ତ ଆମେ ଯଦି ସ୍କ୍ରିନରେ 1 ଇୟର କ୍ୟାଲିପରକୁ ଦେଖିବା ତା ସହିତ ମାଇକ୍ରୋମିଟରକୁ ଦେଖିବା ତ ଆମେ କ୍ଲିୟରଲି ବୁଝିପାରୁଥିବା କି ତା ଡିଫରେନ୍ସଟା କ'ଣ। ତ ଆମେ ନିଷ୍କର୍ଷରେ ପହଞ୍ଚିବା। ତ ସାଧାରଣତଃ ସୂକ୍ଷ୍ମତା ସହିତ ବିଭିନ୍ନ ପ୍ରକାର ମାପ ଯେମିତିକି ଭିତର ବ୍ୟାସ, ବାହାର ବ୍ୟାସ, ଗଭୀରତା ନେବା ପାଇଁ 1 ଇୟର କ୍ୟାଲିପର ବ୍ୟବହାର କରାଯାଏ। ଅତ୍ୟନ୍ତ ଛୋଟ କିମ୍ବା ସୂକ୍ଷ୍ମ ମାପ ଯେପରିକି ତାରର ମୋଟେଇ କିମ୍ବା ଧାତବ ପାତର ମୋଟେଇ ଯେଉଁଠାରେ କି ସର୍ବାଧିକ ନିରୁପାଧିକତା ଆକ୍ୟୁରାସି ଦରକାର ପଡ଼େ, ସେଠାରେ ମାଇକ୍ରୋମିଟର ବ୍ୟବହାର କରାଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।